ଷ୍ଟଡି ଏସ୍ ସ୍ପିଚ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଦେଖିବା ଓଡ଼ିଆ ରଚନା ରଜ ପର୍ବ। ରଜ ପର୍ବ ହିନ୍ଦୁମାନଙ୍କର ଏକ ପ୍ରଧାନ ପର୍ବ ଅଟେ। ଏହା ଜୁନ୍ ମାସରେ ପଡ଼େ ଏବଂ 3 ଦିନ ଧରି ପାଳିତ ହୁଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନକୁ ଶେଷ ରଜ ବୋଲି କୁହାଯାଏ। ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ। ରଜରେ ଝିଅମାନେ ନୂଆ ପୋଷାକ ପିନ୍ଧିବା ସହ ସଜେଇ ହୋଇ ଦୋଳି ଖେଳିଥାନ୍ତି। ସେମାନେ ପାନ ଖାଇବା ସହ ରଜ ଗୀତ ମଧ୍ୟ ଗାଇଥାନ୍ତି। ପୁଅମାନେ ତାସ୍, କବାଡ଼ି ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ଖେଳିବା ସହ ସିନେମା ଦେଖିବାକୁ ଯାଇଥାନ୍ତି। ଗୃହିଣୀମାନେ ଘରେ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତ କରିଥାନ୍ତି। ପୃଥିବୀ ମାତା ରଜସ୍ୱଳା ହୋଇଥିବାରୁ ଏହି 3 ଦିନ ଝିଅମାନେ ମାଟି ଉପରେ ଜୋତା ପିନ୍ଧି ଚାଲି ନଥାନ୍ତି। ଏହି 3 ଦିନ ଲୋକମାନେ କିଛି କାମ ନ କରି ପୁରା ମଜା ମସ୍ତିରେ କାଟିଥାନ୍ତି। 10 ଧାଡ଼ିର ରଜ ଉପରେ ଛୋଟ ରଚନାଟି କେମିତି ଲାଗିଲା ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ। ଧନ୍ୟବାଦ।